ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କର ଦାସମାନଙ୍କର କାମ କର। ଆପଣମାନେ ଜାଣନ୍ତି କି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେ ପାଷ୍ଟରମାନଙ୍କର କାମ କର, ସେମାନଙ୍କର କାମ ହେଲା ଲୋକମାନଙ୍କୁ ସଠିକ୍ ଶିକ୍ଷା ଦେଇ ପ୍ରଭୁଙ୍କ ପଟେ ରାସ୍ତା ଦେଖାଇବା ସେମାନଙ୍କର କାମ, ବା ପ୍ରଭୁଙ୍କର ସହିତ ସମ୍ପର୍କ କରାଇବା ପାଷ୍ଟରମାନଙ୍କର କାମ, ବା ପ୍ରଭୁଙ୍କର ପ୍ରିୟ ଦାସମାନଙ୍କର କାମ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ପ୍ରଭୁ ଯୀଶୁଙ୍କ ପଟେ ରାସ୍ତା ନ ଦେଖାଇ, ପ୍ରଭୁ ଯୀଶୁଙ୍କର ସହିତ ସମ୍ପର୍କ ନ କରାଇ ନିଜ ପଟେ ଆକର୍ଷଣ କରୁଛନ୍ତି। ହେଲେ ସେହି ପ୍ରକାର ସେବକମାନଙ୍କୁ ଆମେ କ'ଣ ବୋଲି କହିବା? ଭଣ୍ଡ ସେବକ ନା ସତ୍ୟ ସେବକ? ଆମେ କ'ଣ ବୋଲି କହିବା? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁମାନେ ପ୍ରଭୁଙ୍କ ପଟେ ରାସ୍ତା ଦେଖାଉ ନାହାନ୍ତି, ପ୍ରଭୁଙ୍କର ସହିତ ସମ୍ପର୍କ କରାଉ ନାହାନ୍ତି, ସେହି ପ୍ରକାର ସେବକମାନେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ମାତିଉ ତାର 23 ତାର 14 এই প্রকার সেবকମାନେ, ଆପଣମାନେ ଦେଖନ୍ତୁ, এই প্রকার সেবকମାନେ ହିଁ ସେମିତି କରିବେ। କିନ୍ତୁ ଦ୍ୱିତୀୟ କରନ୍ତୀୟ ତାର 6:9 ଲେଖାଯାଏ, ଅଧାର୍ମିକମାନେ, ଧାର୍ମିକ ନୁହେଁ, ଅଧାର୍ମିକମାନେ ବହୁ ବଚନ ଈଶ୍ୱରଙ୍କ ରାଜ୍ୟରେ ଅଧିକାରୀ ହେବେ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଯଦି ଲୋକମାନଙ୍କୁ ବାଦିଲା ପରି ଯଦି କୁହାଯାଏ, ତାହେଲେ ଲୋକମାନଙ୍କୁ ବାଦି ଯାଉଛି। ଲୋକମାନେ ସଠିକ୍ କହୁଥିବା ଲୋକମାନଙ୍କୁ ଲୋକମାନେ ପସନ୍ଦ କରୁନାହାନ୍ତି। କାରଣ ଦ୍ୱିତୀୟ ତିମୋଥୀ ତାର 3 ଏବଂ 4ରେ ଯଦି ଦେଖିବେ, ତାହେଲେ ଲୋକମାନେ ନିଜର ଇଚ୍ଛା ଅନୁସାରେ ଶିକ୍ଷକମାନଙ୍କୁ ସଂଗ୍ରହ କରିବେ ଏବଂ ନିଜର କାନକୁ ସୁନ୍ଦର ଲାଗିଲା ଭଳି ଶିକ୍ଷକମାନଙ୍କୁ ସଂଗ୍ରହ କରିବେ ଏବଂ ସତ୍ୟ ବାକ୍ୟରେ ମନ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ବର୍ତ୍ତମାନ ଚାଲିଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ ଆଉ ଗୋଟିଏ ବିଷୟ। ରୋମିଓ ତାର 15 ତାର 20, ଯେଉଁ ପ୍ରଭୁଙ୍କର ପ୍ରିୟ ଦାସମାନେ ଏହି ଆଜ୍ଞା ଅନୁସାରେ ଯଦି ଚଲୁନାହାନ୍ତି ବା ମାନୁନାହାନ୍ତି, ସେମାନଙ୍କୁ ଆମେ କ'ଣ ବୋଲି କହିବା? ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ବର୍ତ୍ତମାନ ସମୟରେ ଆପଣମାନେ ଦେଖିବେ ଅନେକ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି। ଯେଉଁ ଜାଗାରେ ମଣ୍ଡଳୀ ଅଛି, ଯେଉଁ ଜାଗାରେ ପ୍ରଭୁଙ୍କର ପ୍ରିୟ ଦାସ ଯାଇ ସୁସମାଚାର ପ୍ରଚାର କରୁଛନ୍ତି, ବାକ୍ୟ କହୁଛନ୍ତି, ସେହି ମଣ୍ଡଳୀକୁ ଟାର୍ଗେଟ୍ କରି ସେମାନେ ଦୁଇ ଭାଗ କରୁଛନ୍ତି। এই ଦୁଇ ଭାଗ କରିବା ସେବକମାନେ, ମଣ୍ଡଳୀକୁ ଦୁଇ ଭାଗ କରିବା ସେବକମାନେ, ପାଷ୍ଟରମାନେ, ରୋମିଓ ତାର 15-20 ଅନୁସାରେ ଆପଣମାନେ ଚାଲୁନାହାନ୍ତି। ହେଲେ ଆପଣଙ୍କୁ କ'ଣ ବୋଲି କହିବା ଦରକାର? ଭଣ୍ଡ ସେବକ ନା ପ୍ରଭୁ ଯୀଶୁଙ୍କର ସେବକ ବୋଲି କହିବା? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର। ଆସନ୍ତୁ ଆମେମାନେ ମାତିଉ ଲିଖିତ ସୁସମାଚାର ତାର 23 ତାର 13-15 ପର୍ଯ୍ୟନ୍ତ ପଢ଼ିବା ନିମନ୍ତେ ଯିବା। କିନ୍ତୁ ହାୟ ଦଣ୍ଡର ପାତ୍ର, କପଟୀ ଓ ଶାସ୍ତ୍ରୀ ଓ ପାର୍ସୀମାନେ, କାରଣ ତୁମେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗ ରାଜ୍ୟ ରୁଦ୍ଧ କରୁଥାଅ। এই ପ୍ରକାର ସେବକମାନେ ସ୍ୱର୍ଗ ରାଜ୍ୟକୁ ରୁଦ୍ଧ କରୁଅଛନ୍ତି, କାରଣ ନିଜ ପଟେ ଆକର୍ଷଣ କରୁଛନ୍ତି, ପ୍ରଭୁଙ୍କ ପଟେ ରାସ୍ତା ଦେଖାଉ ନାହାନ୍ତି। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁ ପାଷ୍ଟରମାନେ, ପ୍ରଭୁଙ୍କର ପ୍ରିୟ ଦାସମାନେ ଯଦି ଆପଣମାନେ ପ୍ରଭୁଙ୍କ ପଟେ ରାସ୍ତା ଦେଖାଉ ନାହାନ୍ତି, ନିଜ ପଟେ ଆକର୍ଷଣ କରୁଛନ୍ତି,
তাহলে এই জায়গায় লেখা যায় তুমি মানে তো নিচে প্রবেশ করু না কিন্তু প্রবেশ করু না পুଣି প্রবেশ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଉ ଦେଉନା। ବର୍ତ୍ତମାନ এই ପ୍ରକାର ସେବକମାନେ ଅନେକ ଜାଗାରେ ଆପଣମାନେ ଦେଖିବେ, ଅନେକ ଜାଗାରେ ଆପଣମାନେ ଦେଖିବେ ଏବଂ ଲୋକମାନଙ୍କୁ କହିବେ ଆସ ଆମେ ପ୍ରାର୍ଥନା କରିବା ତୁମେ ସୁସ୍ଥତା ପାଇବ। ତମେ କୋଉଠି ଯିବାକୁ ପଡ଼ିବ ନାହିଁ। ଯେକୌଣସି ରୋଗ ଥିଲେ, ଯେକୌଣସି ସମସ୍ୟା ଥିଲେ ମୋ ପାଖକୁ ଆସ, ମୁଁ ପ୍ରାର୍ଥନା କରିବି ତୁମେ ସୁସ୍ଥତା ପାଇବ। କିନ୍ତୁ ସେମାନେ ନିଜେ ଅସୁବିଧା ପଡ଼ିଲେ ବା ଅସୁସ୍ଥ ହେଲେ ସେମାନେ ନିଜେ ମେଡ଼ିକାଲକୁ ଯାଆନ୍ତି, କିନ୍ତୁ ଲୋକମାନଙ୍କୁ କହନ୍ତି ଆସ। କିନ୍ତୁ ସେମାନେ କହିବା ଦରକାର ଥିଲା ଯେ ତୁମେ ବିଶ୍ୱାସ ସହିତ ପ୍ରଭୁ ଯୀଶୁଙ୍କ ପାଖରେ ନିଜେ ପ୍ରାର୍ଥନା କର, এই ବିଷୟ କହିବା ଥିଲା। କିନ୍ତୁ ସେମାନେ କହୁଛନ୍ତି ବର୍ତ୍ତମାନ ସମୟରେ ନିଜ ପଟେ ଆକର୍ଷଣ କରି କହୁଛନ୍ତି ନିଜେ ଯେ ଆସ ମୁଁ ପ୍ରାର୍ଥନା କଲେ ତୁମେ ସୁସ୍ଥତା ପାଇବ। ହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ପ୍ରକାର ସେବକମାନଙ୍କୁ ଆମେ କ'ଣ ବୋଲି କହିବା ଦରକାର? କାରଣ ବର୍ତ୍ତମାନ ଅଛନ୍ତି ଆପଣମାନେ ଅନେକ ଜାଗାରେ ଆପଣମାନେ ଦେଖିବେ ଏବଂ 14ରେ ଲେଖାଯାଏ ହାୟ ଦଣ୍ଡର ପାତ୍ର କପଟୀ ଓ ଶାସ୍ତ୍ରୀ ଓ ପାରୁଷୀ ମାନେ, କାରଣ ତୁମେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଛଳରେ ଅନେକ ମଣ୍ଡଳୀରେ ଅଛନ୍ତି ପ୍ରଭୁଙ୍କର ପ୍ରିୟ ଦାସମାନେ ଖାଲି ଛଳରେ ଲୋକମାନଙ୍କୁ ସୁନ୍ଦର ଲାଗିଲା ଭଳି, ଲୋକମାନେ ଯେପରି ଖୁସି ହେବେ, ଲୋକମାନେ ଯେପରି ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକୁ ନ ଯିବେ ସେ ଉଦ୍ଦେଶ୍ୟରେ ସେମାନେ ବାକ୍ୟ ପ୍ରଚାର କରନ୍ତି। ଲୋକମାନଙ୍କୁ ସୁନ୍ଦର ଲାଗିଲା ଭଳି ଯେମିତିକି ସେମାନେ ଅନ୍ୟ ମଣ୍ଡଳୀକୁ ନ ଯାଆନ୍ତି, এই ମଣ୍ଡଳୀରେ ହିଁ ରୁହନ୍ତି। ବର୍ତ୍ତମାନ ଚାଲିଛି ପ୍ରଭୁଙ୍କର ପ୍ରିୟ ଲୋକମାନେ ଏବଂ ଲେଖାଯାଏ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ବିଧବା ମାନଙ୍କର ଗୃହ ସବୁ ଗ୍ରାସ କରୁଥାଅ, ଏଣୁ ତୁମେମାନେ ଗୁରୁତ୍ୱର ଦଣ୍ଡ ପାଇବ। ହାୟ ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ପାରୁଷୀ ମାନେ, ତୁମେମାନେ ଜଣକୁ ତୁମମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି ଯେତେବେଳେ ସେ ହୁଏ ସେତେବେଳେ ତାହାକୁ ତୁମମାନଙ୍କ ଅପେକ୍ଷା 2 ଗୁଣ ନରକ ପାତ୍ର କରୁଥାଅ। এই ପ୍ରକାର ସେବକମାନେ ବର୍ତ୍ତମାନ ଅଛନ୍ତି। ଏମିତି କରିବା ସେବକମାନେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଗ୍ରତ। ଆପଣମାନେ ଭାବୁଥିବେ ପ୍ରଭୁ ଯୀଶୁଙ୍କର ଦାସମାନେ କେମିତି ମିଛ କହିପାରନ୍ତି? ସେମାନେ କେବେ ମଧ୍ୟ ମିଛ କହନ୍ତି ନାହିଁ, କାରଣ ସେମାନେ ପ୍ରଭୁଙ୍କର ପ୍ରିୟ ଦାସମାନେ ବୋଲି ଆପଣମାନେ କହିବେ। ଆପଣଙ୍କ ମନରେ ପ୍ରଶ୍ନ ଆସିବ, କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସ୍ୱର୍ଗର ପରମେଶ୍ୱର ଏବଂ ସ୍ୱର୍ଗର ଦୂତମାନେ ଏବଂ ସେବକମାନେ, ପାଷ୍ଟରମାନେ ଏବଂ ମଣ୍ଡଳୀର ବିଶ୍ୱାସିନୀମାନେ, এই 4 ଜଣଙ୍କ ମଧ୍ୟରୁ କିଏ ଭ୍ରାନ୍ତ ହୋଇପାରେ? ଆପଣମାନେ ଟିକେ ଭାବନ୍ତୁ। ସ୍ୱର୍ଗର ପରମେଶ୍ୱର, ସେବକମାନେ, ସ୍ୱର୍ଗର ଦୂତମାନେ ଏବଂ ମଣ୍ଡଳୀର ବିଶ୍ୱାସିନୀମାନେ, ଏମାନେ କିଏ ଭ୍ରାନ୍ତ ହୋଇପାରନ୍ତି? କାରଣ ମାତ୍ୟ ପୁସ୍ତକରେ ପ୍ରଭୁ ଯୀଶୁ କହନ୍ତି ଭଣ୍ଡ ଭାବବାଦୀ ମାନଙ୍କ ଠାରୁ ସାବଧାନ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ କାହିଁକି କହିଅଛନ୍ତି ଭଣ୍ଡ ଭାବବାଦୀ ମାନଙ୍କ ଠାରୁ ସାବଧାନ? କାରଣ ହେଲା ପରମେଶ୍ୱର, ସ୍ୱର୍ଗର ଦୂତ, ସେବକମାନେ, ବିଶ୍ୱାସିନୀମାନେ, এই 4 ଜଣଙ୍କ ମଧ୍ୟରୁ ସ୍ୱର୍ଗର ଦୂତମାନେ ଭ୍ରାନ୍ତ ହୋଇପାରନ୍ତି, ସେବକମାନେ ଭ୍ରାନ୍ତ ହୋଇପାରନ୍ତି, ମଣ୍ଡଳୀର ବିଶ୍ୱାସିନୀମାନେ ମଧ୍ୟ ଭ୍ରାନ୍ତ ହୋଇପାରନ୍ତି। କେବଳ ପରମେଶ୍ୱର ହିଁ ଭ୍ରାନ୍ତ ହୋଇପାରନ୍ତି ନାହିଁ। ସେଥିପାଇଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଭାବୁଛନ୍ତି ପାଷ୍ଟର କେବେ ମିଛ କହିବ ନାହିଁ, କହିବ, କାରଣ ସେ ଭ୍ରାନ୍ତ ହୋଇପାରିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ବିଷୟ ଅଛି ବାଇବଲରେ ଭଣ୍ଡ ଭାବବାଦୀମାନଙ୍କ ପାଇଁ, ଭଣ୍ଡ ଶିକ୍ଷକମାନଙ୍କ ପାଇଁ, ଭଣ୍ଡ ସେବକମାନଙ୍କ ପାଇଁ, କିନ୍ତୁ ଆପଣମାନଙ୍କ ପାଖରେ କିଛି ବିଷୟ ପ୍ରକାଶ କରିଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଆଉ କେତୋଟି ପଦପର୍ବ ଦେଖିବା।
ଦ୍ୱିତୀୟ କରନ୍ତୀୟ ତାର 11:4 କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ ବା ଯେଉଁ ଆତ୍ମା ତୁମେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଏ। ଆଉ ଯେଉଁ ସୁସମାଚାର ତୁମେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ, ତାହେଲେ ତୁମେମାନେ ବଡ଼ ସହିଷ୍ଣୁ। ବାଇବଲରେ ଯଦି ଦେଖିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦୁଇଟି ଯୀଶୁ ଅଛନ୍ତି, ଦୁଇଟି ଅନ୍ୟ ଭାଷା, ଦୁଇଟି ସୁସମାଚାର, ଦୁଇଟି ସେବକ ଅଛନ୍ତି। ହେଲେ ଆପଣମାନେ କେମିତି ଜାଣିବେ ଯେ ଶୈତାନର ଶିଷ୍ୟ ଏବଂ ପ୍ରଭୁ ଯୀଶୁଙ୍କର ଶିଷ୍ୟ? ଶୈତାନର ଅନ୍ୟ ଭାଷା, ପ୍ରଭୁ ଯୀଶୁଙ୍କର ଅନ୍ୟ ଭାଷା, ପ୍ରଭୁ ଯୀଶୁଙ୍କର ସେବକ, ଶୈତାନର ସେବକ। ଆପଣମାନେ କେମିତି ଜାଣିପାରିବେ? କାରଣ ବାଇବଲ କହୁଛି, ବାଇବଲରେ ଲେଖା ଯାଇଅଛି। ଆପଣମାନେ ଭ୍ରାନ୍ତ ହୁଅନ୍ତୁ ନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ବର୍ତ୍ତମାନ ସମୟରେ ବାଇବଲରେ ଲେଖା ଯାଏ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ। ଯେଉଁମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ସଠିକ ଭାବରେ ଅଧ୍ୟୟନ କରିନାହାନ୍ତି, ସେମାନେ ଭ୍ରାନ୍ତ ହେବେ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଶୈତାନର ସେବକମାନେ ଅନେକ ଆଶ୍ଚର୍ଯ୍ୟ ମଧ୍ୟ କରିବେ। ଏବଂ ଲେଖାଯାଏ ବାଇବଲରେ, କାରଣ ଏପରି ଭଣ୍ଡ ଲୋକ ପ୍ରେରିତ ଛୋଟ କାର୍ଯ୍ୟ କରି ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କର ବେଶ ଧାରଣ କରନ୍ତି। ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୈତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ବର୍ତ୍ତମାନ ଚାଲିଛି, ଆପଣମାନେ ଶୁଣିଥିବେ, ଦେଖି ମଧ୍ୟ ଥିବେ, ଅନେକ ମିଟିଂରେ ଯଦି ଯିବେ ଆପଣମାନେ, ତାହେଲେ ଅନ୍ୟ ଭାଷା ବୋଲି କହିଲେ ଲୋକମାନେ ଭାବୁଛନ୍ତି ଲାବା ସାଙ୍ଗନାବା ରାବା ଏ ବିଷୟ ଭାବୁଛନ୍ତି, କିନ୍ତୁ ଏହା ହେଉଛି ଅନ୍ୟ ଭାଷା ନୁହେଁ। এই ভাষা হচ্ছে জিব্রিশ, শয়তানর ভাষা। এবং মিটিংরে যদি আপনার ଯିବେ, ତାହେଲେ ଲୋକମାନଙ୍କୁ ଓଦ୍ରାଉଛନ୍ତି। ବାଇବଲରେ ସେମିତି ନାହିଁ। ଆଦି ପୁସ୍ତକରୁ ପ୍ରକାଶିତ ବାକ୍ୟ ଲୋକମାନଙ୍କୁ ତଳକୁ ଓଦ୍ରାଇ ନାହାନ୍ତି, କେତୋଟି ଜାଗାରେ ଆଗକୁ ଓଦ୍ରାଇଛନ୍ତି। ଏବଂ ଯେଉଁ ଭାଷା କହୁଛନ୍ତି, ଆଦି ପୁସ୍ତକଠୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ଭବିଷ୍ୟତ ବକ୍ତାମାନେ, ପ୍ରଭୁଙ୍କର ପ୍ରିୟ ଶିଷ୍ୟମାନେ, ପ୍ରଭୁ ଯୀଶୁ, ରାଜାମାନେ, ମୋଶା, ଏଲିଓ, ଏମାନେ କେହି ମଧ୍ୟ କହିନାହାନ୍ତି ଏହି ପ୍ରକାର ଭାଷା। କିନ୍ତୁ ବର୍ତ୍ତମାନ ଚାଲିଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ ଯେଉଁ ପରମେଶ୍ୱରଙ୍କର ଆପଣମାନେ ସେବା ଆରାଧନା କରୁଛନ୍ତି, ସେ କେବଳ ଆଶୀର୍ବାଦ ହିଁ କରନ୍ତି ନାହିଁ। ତାହାଙ୍କ ଦୃଷ୍ଟିରେ ଯଦି ଆମ୍ଭେମାନେ ମନ୍ଦ କାର୍ଯ୍ୟ କରିବା, ତାହେଲେ ସେ ବିନାଶ କରନ୍ତି। এই বিষয় মধ্যে আম্ভেମାନେ জানি রহিবা দরকার, বুঝিবা দরকার। কারণ বর্তমান সময়ে অনেক ভ্রান্ত করিবা লোকମାନେ অଛନ୍ତି। ଆପଣମାନେ ଦେଖିବେ ଗାଲାତୀୟ ତାର 1 ତାର 7 ଏବଂ 8, ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି। କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଆମ୍ଭେମାନେ, ପାଉଲ କହୁଛନ୍ତି, ଆମ୍ଭେମାନେ କିମ୍ବା ସ୍ୱର୍ଗର ଦୂତ ହେଲେ ଯଦି କେହି ତତ୍ ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ଶାପଗ୍ରସ୍ତ ହେଉ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ଭଣ୍ଡ ଶିକ୍ଷକ, ଅନେକ ଭଣ୍ଡ ଭାବବାଦୀ ଅଛନ୍ତି। ଆପଣମାନେ ଜାଗ୍ରତ। ଯେଉଁ ପ୍ରଭୁଙ୍କର ପ୍ରିୟ ଦାସ ଆପଣମାନଙ୍କୁ ସଠିକ ଶିକ୍ଷା ଦେଇକି ପ୍ରଭୁଙ୍କ ପଟେ ଯଦି ରାସ୍ତା ଦେଖାଉଛି, ପ୍ରଭୁଙ୍କ ପଟେ ସମ୍ପର୍କ କରାହେଉଛି, ତାହେଲେ ଆପଣମାନେ ଭାବନ୍ତୁ ପ୍ରଭୁଙ୍କର ପ୍ରିୟ ଦାସ। କିନ୍ତୁ ଯେଉଁ ପ୍ରଭୁଙ୍କର ପ୍ରିୟ ଦାସ ନିଜ ପଟେ ଆକର୍ଷଣ କରୁଅଛି, ପ୍ରଭୁଙ୍କ ପଟେ ରାସ୍ତା ନ ଦେଖାଇ ନିଜ ପଟେ ଆକର୍ଷଣ କରୁଅଛି, ତାହେଲେ ସେ ଭଣ୍ଡ ସେବକ। ଆପଣମାନେ ଜାଗ୍ରତ ପ୍ରଭୁଙ୍କର ପ୍ରିୟ ଲୋକମାନେ। କାରଣ ବିଚାର ଦିନରେ, ପ୍ରଭୁଙ୍କର ସେଇ ଦିନରେ ଆମେମାନେ ପାଷ୍ଟରମାନଙ୍କୁ ହିସାବ ଦେବା ନାହିଁ, ବିଶ୍ୱାସୀମାନଙ୍କୁ ହିସାବ ଦେବା ନାହିଁ, ପରମେଶ୍ୱରଙ୍କୁ ହିସାବ ଦେବା। ଏବଂ ପାଷ୍ଟରମାନେ ଆମକୁ ସ୍ୱର୍ଗକୁ ନେବେ ନାହିଁ, ପରମେଶ୍ୱର ସ୍ୱର୍ଗକୁ ନେବେ। ଏବଂ ମାତ୍ୟୁ 23:14 এই ଜାଗାରେ ତଳକୁ ଯଦି ଆପଣମାନେ ଦେଖିବେ, ଏବଂ ଦ୍ୱିତୀୟ କରନ୍ତୀୟରେ ଯଦି ଦେଖିବେ, ତାହେଲେ ଅନ୍ଧକୁ କେବେ ରାସ୍ତା ଦେଖାଇ ପାରିବ ନା।
ଆପଣମାନେ ବୁଝିବା ଅନ୍ଧ ବ୍ୟକ୍ତି କେବେ ଅନ୍ଧକୁ ରାସ୍ତା ଦେଖାଇ ପାରିବ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଛୋଟିଆ ବାକ୍ୟ ଆପଣମାନଙ୍କ ପାଖରେ ପ୍ରକାଶ କଲି। ଆପଣମାନେ ଆପଣମାନଙ୍କର ମତାମତ ଜଣାନ୍ତୁ ଏବଂ এই ଚ୍ୟାନେଲକୁ ଆପଣମାନେ ସପୋର୍ଟ କରନ୍ତୁ ବା ସବସ୍କ୍ରାଇବର କରନ୍ତୁ। ବର୍ତ୍ତମାନ ସମୟରେ ଅନେକ ଖରାପ ଶିକ୍ଷା ଚାଲିଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ମଧ୍ୟ ସେପରି ସଠିକ୍ ଭାବରେ ବାଇବେଲକୁ ଅଧ୍ୟୟନ କରି ଆପଣମାନେ ମଧ୍ୟ ସଠିକ୍ ଭାବରେ ଲୋକମାନଙ୍କ ପାଖରେ ପ୍ରଚାର କରନ୍ତୁ। ଈଶ୍ୱରଙ୍କର ସୁସମାଚାର ପବିତ୍ର ବାଇବେଲରେ ଲେଖାଯାଇଥିବା ସେହି ବାକ୍ୟ କହିବା ସମସ୍ତଙ୍କର ଅଧିକାର ଅଛି। କେବଳ ପାଷ୍ଟରମାନଙ୍କର ହିଁ ଅଧିକାର ନାହିଁ, ସମସ୍ତଙ୍କର ଅଧିକାର ଅଛି। ସମସ୍ତଙ୍କୁ ପ୍ରଭୁ ଆଜ୍ଞା ଦେଇଛନ୍ତି। ଆପଣମାନେ ମଧ୍ୟ ପ୍ରଚାର କରନ୍ତୁ। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।